ଆମର ହିନ୍ଦୁ ଧର୍ମରେ ରୀତିକାନ୍ତି ଅଛି ଯେ ଦଶା କର୍ମ କରାଯାଏ, 11 କର୍ମ 12 କର୍ମ 14 କର୍ମ ଯେମିତି ଯାହା କରାଯାଏ ସେଇଟା ଆମେ କରିବୁ। ତେଣୁକରି ମୁଁ ଅନୁରୋଧ କରୁଛି ଯେ ମୋର ପୁଅର ମୃତ୍ୟୁ ପାଇଁ ଯିଏ ଦାୟୀ ସେମାନଙ୍କୁ ଫାଶୀ ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ଦିଆଯାଉ। ମା ସୌମ୍ୟଙ୍କ ମା ବର୍ତ୍ତମାନ ଏଭଳି ପରିସ୍ଥିତିରେ କେମିତି ଧୈର୍ଯ୍ୟ ଧରୁଛନ୍ତି, କେମିତି ସେ ତାଙ୍କୁ ସେ ତ ଧୈର୍ଯ୍ୟ ଭିତରେ ନାହିଁ। ସେ ତ ଯେତେ ଆଶ୍ୱାସନା ଦେଲେ ବି ତା ମନ ବୁଝିବ। ମା ନା ଜନ୍ମ କରିছে ଆଉ ଗୋଟିଏ ବେলা ରୋଜଗାର ପୁଅ ମୋର ଆଉ କେହି ନାହାନ୍ତି। ତେଣୁ କିନ୍ତୁ ହୃଦୟ ବିଦାର ଘଟଣା ସବୁ ଘଟେଇ ଦେଲେ ନା। ତେଣୁକରି ସେ ତ ପ୍ରତି ମୁହୂର୍ତ୍ତରେ 10 ମିନିଟ୍ କି 5 ମିନିଟ୍ ଘଣ୍ଟାକରେ ତା ଚେତାଶୂନ୍ୟ ହେଇଯାଉଛି। ତାକୁ ବି 2 ଜଣ ସ୍ତ୍ରୀ ଲୋକ ଜଗିକି ରହିଛନ୍ତି। ତେଣୁ 10 ଦିନ ହେଇଗଲା ମୋ ପୁଅ ଚାଲିଗଲା। ସେମାନେ ଜବରଦସ୍ତ ତାକୁ ପୋଲିସ ସାମ୍ନାରେ ପୋଲିସ ଉପସ୍ଥିତ ରହି ପୋଲିସ ହାତ ଦ୍ୱାରା ବାନ୍ଧୁଛି। ପୋଲିସ ହାତ ଦୌଡ଼ି ବି ଆସି ଯୋଗାଇ ଦେଉଛି। ସେ ପ୍ରି ପ୍ଲାନ୍ କରି ମରାଯାଇଛି। ପୋଲିସ ପାଇଁ ଗୋଟେ ସୁରକ୍ଷାର ମିଳିବା କଥା ପ୍ରୋଟେକ୍ସନ, ସେ ପୋଲିସ ପାଇଁ ହୁଏତ ପୁଅ ଫସିଗଲା ବୋଲି ଭାବୁଛନ୍ତି। ହଁ ହଁ, ପୋଲିସ ପାଇଁ ତ ପୋଲିସ ତ ମୁଖ୍ୟ ଆସାମୀ ନା। ସେମାନେ ଚାହିଁଥିଲେ ଗୋଟେ ଆମର ଡକେଇ ପାରିଥାନ୍ତେ କମିଶନର ପୋଲିସ କି। ଆଉ ଯେତେ ଭ୍ୟାନ୍ ବି 10ଟା ଭ୍ୟାନ୍ ଡକେଇଥିଲେ ବି ସେମାନେ ଆସିକି କଣ୍ଟ୍ରୋଲ କରିପାରିଥାନ୍ତେ। ସେମାନେ କଲେ ନାହିଁ। ଏଇଟା ହେଉଛି IIC, ଯେଉଁ ଆମର ବାଲିଅନ୍ତା ଥାନାର IIC ପ୍ରଥମ ଦାୟୀ। ଆଉ ସେ କନେଷ୍ଟବଳ ଏ ଯେଉଁ ଉପର ଲୋକଙ୍କୁ ଛାଡ଼ି ଦେଇ କନେଷ୍ଟବଳକୁ ଇଏ କରିଦେଇ ସସ୍ପେଣ୍ଡ କରିଦେବା କିମ୍ବା ଚାକିରି ନିଲମ୍ବିତ କରିଦେବା, ଏଇଟା କ'ଣ ଶାସ୍ତି? ଏଇଟା ଦଣ୍ଡ ନୁହଁ। ତାଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ। ଆଉ IIC ବଦଳି ଗଲେ କ'ଣ ଆମ ଆତ୍ମା ଶାନ୍ତି ହେଇଯିବ ନା ମୋ ପୁଅର ଆତ୍ମା ଶାନ୍ତି ହେଇଯିବ? ହଁ, ତାଙ୍କୁ ଡିସମିସ୍ କରିବା ଦରକାର।